এই কার্যক্রম শ্রী জগন্নাথ সংস্কৃতি প্রচার সংস্থা ইন্ডিয়া এবং ଆମ ଅନୁଷ୍ଠାନ ଓଡ଼ିଶା ସର୍ଭିସ ସେଣ୍ଟର ଭର୍ତ୍ତି ଦିବ୍ୟାଙ୍ଗ ପିପୁଲ ଦୁଇ ଅନୁଷ୍ଠାନର ସହଯୋଗରେ ଏହି ବର୍ଷ 19ତମ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଭଜନ କାର୍ଯ୍ୟକ୍ରମ ପରିବେଷଣ। ନମସ୍କାର। ଚଳିତ ରଥଯାତ୍ରା ଉପଲକ୍ଷେ ଦୃଷ୍ଟିବାଧିତ ପିଲାଙ୍କ ଦ୍ୱାରା ପରିବେଷିତ ହେବ ଭଜନ ଓ କଥାମୃତ। ମହାପ୍ରଭୁଙ୍କ 32 ବେଶ ପ୍ରଦର୍ଶନୀ ପାଇଁ ସହଯୋଗର ଆହ୍ୱାନ। ସମ୍ପୂର୍ଣ୍ଣ ବିବରଣୀ। ପବିତ୍ର ରଥଯାତ୍ରା ଅବସରରେ ପୁରୀରେ ଦୃଷ୍ଟିବାଧିତ ଶିଶୁମାନଙ୍କ ଦ୍ୱାରା ଭକ୍ତିପୂର୍ଣ୍ଣ ଭଜନ ଓ କଥାମୃତ କାର୍ଯ୍ୟକ୍ରମର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆର ସଭାପତି ଡକ୍ଟର ନାରାୟଣ ମହାପାତ୍ର ଏବଂ ଓଡ଼ିଶା ସର୍ଭିସ ସେଣ୍ଟର ଫର୍ ଦି ଦିବ୍ୟାଙ୍ଗ ପିପୁଲର ସଭାପତି ଭବାନୀ ଶଙ୍କର ପାଢ଼ୀଙ୍କ ମିଳିତ ସହଯୋଗରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଶାସ୍ତ୍ରୀୟ ପରମ୍ପରା ଅନୁଯାୟୀ ରଥଯାତ୍ରା ଉତ୍ସବ ସେଇଟା ଯେଉଁ କାର୍ଯ୍ୟକ୍ରମ ଥିଲା ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ, ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ଶାସ୍ତ୍ରୀୟ ପରମ୍ପରା ଅନୁଯାୟୀ ହେବ ବୋଲି ଯେଉଁ ପ୍ରଚେଷ୍ଟା ଆମର ଥିଲା ସାରା ବିଶ୍ୱରେ ଆମର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଚାଲିଛି। ତା ଭିତରେ ଯେତେ ବି ଅଛି ତଥ୍ୟ ଯେଉଁଦିନ ଯାହା ହେବା ତାର ତଥ୍ୟ ସହିତ ଆମେ ସେଟାକୁ ଏଆଇ ଭିଡ଼ିଓ ଫିଲ୍ମ ହେଇଛି ସେଠି ଆମେ ଦେଖେଇବୁ ସବୁ ଗୁଡ଼ିକ। ଆକ୍ଚୁଆଲି ଆମର ଇଚ୍ଛା ଯେ ମହାପ୍ରଭୁଙ୍କୁ ବିଶ୍ୱରେ ଠିକ୍ ରୂପେ ସତ୍ୟ ରୂପେ ଓ ଠିକ୍ ଭାବେ ପ୍ରତିପାଦିତ କରିବା ପାଇଁ ଆମର ପ୍ରଚେଷ୍ଟା। ଚଳିତ ବର୍ଷ ସ୍ନାନଯାତ୍ରାରୁ ନେଇ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହି ସ୍ୱତନ୍ତ୍ର ଭକ୍ତି ସଙ୍ଗୀତ ଓ ଆଲୋଚନା ଚକ୍ରର ଆୟୋଜନ କରାଯିବ। ସୂଚନାଯୋଗ୍ୟ ଯେ ଏହି ସ୍ୱତନ୍ତ୍ର ଅନୁଷ୍ଠାନଟି ଦୀର୍ଘ 19 ବର୍ଷ ଧରି ଦିବ୍ୟାଙ୍ଗ ଏବଂ ଅସହାୟ ଗରିବ ଶିଶୁମାନଙ୍କୁ ଥଇଥାନ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ନିରନ୍ତର ପ୍ରୟାସ କରିଆସୁଛି। ଏହା ସହିତ ଶିକ୍ଷାର ଉନ୍ନତି, ଅଧିକାର, ସ୍ୱାସ୍ଥ୍ୟ ସେବା, ରକ୍ତଦାନ, ଚକ୍ଷୁଦାନ, ନିଶା ନିବାରଣ ଏବଂ ବୃକ୍ଷରୋପଣ ଭଳି ଅନେକ ଜନହିତକର କାର୍ଯ୍ୟକ୍ରମ ଜାରି ରଖିଛି। ଏହି କାର୍ଯ୍ୟକ୍ରମକୁ ମହାପ୍ରଭୁଙ୍କର ସଙ୍ଗୀତ ଲାଗି ସେବା ଯୋଗାଇବାର ଏକ ସୁନ୍ଦର ପ୍ରସ୍ତୁତିକୁ ସାରା ଭାରତ ବର୍ଷରେ ପହଞ୍ଚାଇବା ପାଇଁ ଆମର ବର୍ତ୍ତମାନ ଏହି ଅନୁଷ୍ଠାନ ପକ୍ଷରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମନ୍ତେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦୃଷ୍ଟିବାଧିତ ପିଲାଙ୍କ ଦ୍ୱାରା ଭଜନ ସମାରୋହ ଏବଂ ମହାପ୍ରଭୁଙ୍କ ପବିତ୍ର 32 ବେଶ ପ୍ରଦର୍ଶନ କାର୍ଯ୍ୟ ହାତକୁ ନିଆଯାଇଛି। ସନାତନ ଧର୍ମର ପ୍ରଚାର ସହ ଗୋ ସେବା, ଗୋ ସୁରକ୍ଷା ଓ ଜନସଚେତନତା ସୃଷ୍ଟି କରିବା ଏବଂ ଚକ୍ଷୁଦାନ ଓ ରକ୍ତଦାନ ଶିବିର ଆୟୋଜନ କରିବା ଏହି ସଂଗଠନର ଅନ୍ୟତମ ମୁଖ୍ୟ ଲକ୍ଷ୍ୟ। ଜଗନ୍ନାଥ ଭଗବାନ କି, ଜଗନ୍ନାଥ ଭଗବାନ କି, ବଳଭଦ୍ର ଭଗବାନ କି, ସୁଭଦ୍ରା मैया की, विमला देवी माता की, लोकनाथ महादेव की, महालक्ष्मी माता की, जय जगन्नाथ, जय जगन्नाथ, जय जगन्नाथ। ସମଗ୍ର ମାନବ ସମାଜକୁ ମାନବ ସେବା ହିଁ ମାଧବ ସେବା ସ୍ରୋତରେ ସାମିଲ କରିବା ପାଇଁ ଅନୁଷ୍ଠାନ ବ୍ରତୀ ଅଟେ। ଏହି ପରିପ୍ରେକ୍ଷୀରେ ଦୃଷ୍ଟିବାଧିତ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ସ୍ଥାନରେ ଭଜନ ସମାରୋହ କରାଯାଉଥିବା ବେଳେ ଓଡ଼ିଶାର କୋଣ ଅନୁକୋଣରେ ଶ୍ରୀଜଗନ୍ନାଥଙ୍କ 32 ବେଶ ପ୍ରଦର୍ଶନ କରିବା ପାଇଁ ସର୍ବସାଧାରଣ ଓ ସହୃଦୟ ବ୍ୟକ୍ତିମାନଙ୍କୁ
आर्थिक अनुदान प्रदान करने को अनुष्ठान पक्षर विनम्र अनुरोध करा जायछि। आजिर यही प्रस्तुति कार्यक्रम श्री जगन्नाथ संस्कृति प्रचार संस्थान पक्षर विजय मोहन पंडा एवं श्रीनिवास राव जोगदे कार्यक्रम परिचालन रे संपूर्ण साहाय्य सहयोग करथिले। धन्यवाद। जय जगन्नाथ।